ଦେଖନ୍ତୁ ଆମ ପଞ୍ଚାୟତରେ କେତେ ଟଙ୍କା ଖର୍ଚ୍ଚ ହେଉଛି ମାସକୁ କେତେ ଟଙ୍କା ଆସୁଛି କେଉଁ କାମରେ କେତେ କେତେ ଟଙ୍କା ଖର୍ଚ୍ଚ ହେଉଛି ଡିଟେଲ୍ସ ଆମେ ଜାଣିପାରିବା। ତେବେ ଆପଣ ପଞ୍ଚାୟତରେ କେତେ ଟଙ୍କା ଖର୍ଚ୍ଚ ହେଉଛି ଆପଣ ଜାଣିବାକୁ ଚାହୁଁଛନ୍ତି କି? ଆଉ ଜାଣିଲେ ଆପଣ ହୋସ୍ ଉଡ଼ିଯିବ, କାହିଁକିନା ଆପଣମାନେ ଦେଖିପାରିବେ ଯେ ନିଜ ପଞ୍ଚାୟତରେ କେତେ ଟଙ୍କା ଆସୁଛି, କେତେ ଟଙ୍କା ଖର୍ଚ୍ଚ ହେଉଛି, କେତେ ଟଙ୍କାର ମାମଲା ହେଉଛି ନିଜ ମୋବାଇଲରେ ନିଜ ହାତରେ ଆପଣମାନେ ଚେକ୍ କରିପାରିବେ। এই ଛୋଟିଆ ଭିଡ଼ିଓରେ ଆପଣମାନେ କମ୍ ସମୟରେ ଦେଖିପାରିବେ ଆଉ ଜାଣିପାରିବେ ନିଜ ମୋବାଇଲରେ କେମିତି ଚେକ୍ କରାଯାଏ। ତ ଦେଖନ୍ତୁ ଆପଣମାନଙ୍କୁ ଗୋଟେ ୱେବସାଇଟ୍ ସର୍ଚ୍ଚ କରିବାକୁ ପଡ଼ିବ ଆଉ ସେ ୱେବସାଇଟ୍ ମୁଁ ସର୍ଚ୍ଚ କରିକି ଦେଖିଦେଉଛି। ତେବେ ଆପଣ ବି ଜାଣିବାକୁ ହେଲେ ଆପଣମାନଙ୍କୁ ଗୁଗଲ କ୍ରୋମ୍ ବ୍ରାଉଜର ଓପନ୍ କରିକି ସର୍ଚ୍ଚ କରିବାକୁ ହେବ ଇ ଗ୍ରାମ ସ୍ୱରାଜ। ତେବେ ଇ ଗ୍ରାମ ସ୍ୱରାଜ ଲେଖିକି ଆପଣମାନଙ୍କୁ ସର୍ଚ୍ଚ କରିବାକୁ ହେବ। ଲିଙ୍କ୍ ଡେସ୍କ୍ରିପ୍ସନ୍ ବକ୍ସରେ ବି ମିଳିଯିବ, ଆପଣମାନେ ଡାଇରେକ୍ଟ ଯାଇକି ଓପନ୍ କରିପାରିବେ। ତେବେ କେଉଁ କେଉଁ ଅପସନ୍କୁ ଯିବାକୁ ପଡ଼ିବ ସେଇଟା ଆପଣମାନେ ଧ୍ୟାନ ଦେବାର ଉଚିତ। ତ ଦେଖନ୍ତୁ ଏଠି ଯେଉଁ ଫାଷ୍ଟ ୱେବସାଇଟ୍ଟା ଆସିଯାଉଛି ସେ ୱେବସାଇଟ୍ରେ ମୁଁ କ୍ଲିକ୍ କରିଦେଉଛି। এই ୱେବସାଇଟ୍ରେ କ୍ଲିକ୍ କଲା ପରେ ଇ ଗ୍ରାମର ସ୍ୱରାଜ ଇ ଗ୍ରାମ ସ୍ୱରାଜ ଅପସନ୍ ୱେବସାଇଟ୍ଟି ଆସିଯାଉଛି। ଏଭଳି ନେକ୍ସଟ ଆମକୁ କ'ଣ କରିବାକୁ ପଡ଼ିବ, କେଉଁ ଅପସନ୍ ଯିବାକୁ ପଡ଼ିବ। ତେବେ ଆମ ପଞ୍ଚାୟତରେ ଯେତେ କାମ ହେଉଛି କେଉଁ କ'ଣ ହେଇଛି ସବୁ ଅଲଗା ଅଲଗା ଅପସନ୍ରେ ଅଛି। ସେଥିପାଇଁ ଆପଣମାନେ ଧ୍ୟାନର ସହିତ ଦେଖନ୍ତୁ। ଆକାଉଣ୍ଟିଂ ବୋଲି এই ଅପସନ୍ଟି ଆସୁଛି, ଏ ଅପସନ୍ରେ ଆମକୁ କ୍ଲିକ୍ କରିବାକୁ ହେବ। ତେବେ ସର୍ବପ୍ରଥମେ ଆମକୁ ଏଠି କ୍ଲିକ୍ କରିବା ଆଗରୁ ଆମକୁ ଯେଉଁ ଡେସ୍କଟପ୍ ସାଇଟ୍ କରିବାକୁ ପଡ଼ିବ। ଡେସ୍କଟପ୍ ସାଇଟ୍ ଆପଣମାନେ କେମିତି କରିବେ, ଏଇ 3 ଡଟ୍ ଅଛି ଉପରେ, ଏ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଆଉ ଦେଖିବେ ଦେଖନ୍ତୁ ଏଠି ଗୋଟେ ଡେସ୍କଟପ୍ ସାଇଟ୍ର ଅପସନ୍ ଆସିଛି। ଏଠି ଟିକ୍ ଚିହ୍ନ ଲଗାଇ ଦେଲା ପରେ ଆମର ମୋବାଇଲଟି କମ୍ପ୍ୟୁଟର ବୋଲି ଡେସ୍କଟପ୍ ସାଇଟ୍ ଶୋ ହେଇଯିବ। ତେବେ ଦେଖନ୍ତୁ ଏଠି ଆକାଉଣ୍ଟିଂ ଯେଉଁ ଆକାଉଣ୍ଟିଂ ଅପସନ୍ ଦେଖାଉଥିଲି ସେଠି ଟଚ୍ ହେଉନଥିଲା। ତ ଦେଖନ୍ତୁ ଏଠି ମୁଁ ଏବେ ଟଚ୍ କରିକି ଆଉ ଓପନ୍ କରିକି ଦେଖାଇଦେଇଛି। ତେବେ ଫାଇନାନ୍ସିଆଲ ପ୍ରୋଗ୍ରେସ୍ ରିପୋର୍ଟ ବୋଲି ଆସିଯାଉଛି ଏଇଭଳି ଅପସନ୍। ତେବେ ଏତିକି ଭିତରୁ କେଉଁ ଅପସନ୍ରେ ଆପଣ ଯିବେ? ତ ଦେଖନ୍ତୁ ସର୍ବପ୍ରଥମେ ଏଇ ଅଲ୍ ଇଣ୍ଡିଆ ରିପୋର୍ଟ ଆଉ ପ୍ଲସ୍ ଚିହ୍ନରେ କ୍ଲିକ୍ କରିଦେବେ। ତାପରେ ଆପଣଙ୍କୁ ମସିହା ଶୋ କରିବ। ତେବେ 2024-25ର ମୁଁ ଚେକ୍ କରିବାର ଅଛି। ତେବେ ଏଠି ସାଇଡ଼୍ରେ ପ୍ଲସ୍ ଚିହ୍ନ ଲେଖାଯାଇଛି, ଏ ପ୍ଲସ୍ ଚିହ୍ନରେ ମୋତେ କ୍ଲିକ୍ କରିବାକୁ ହେବ। ଏଇ 2024-25ରେ କ୍ଲିକ୍ କଲେ ହେବନି, ଏଠି କ୍ଲିକ୍ କରିବାକୁ ପଡ଼ିବ। ଏ ଯେଉଁ ପ୍ଲସ୍ ଚିହ୍ନ ଅଛି ଏଠି ମୁଁ କ୍ଲିକ୍ କରିଦେଇଛି। ଅଲ୍ ଇଣ୍ଡିଆ ରିପୋର୍ଟ ପ୍ରଥମେ କଲା, ତାପରେ 2024-25ର ଏଠି ପ୍ଲସ୍ ଚିହ୍ନରେ କ୍ଲିକ୍ କରିଦେଲୁ। ଆଉ ଏ ପ୍ରଥମ ଯେଉଁ ଅପସନ୍ ଅଛି ଷ୍ଟେଟ୍ ୱାଇଜ୍ ସୁମେରୀ ରିପୋର୍ଟ, এই ଅପସନ୍ରେ ଆମକୁ କ୍ଲିକ୍ କରିବାକୁ ପଡ଼ିବ ପ୍ରଥମ ଲିଙ୍କରେ। ଆଉ ଦେଖନ୍ତୁ ଏ ପ୍ରଥମ ଅପସନ୍ରେ କ୍ଲିକ୍ କରିଦେଲା ପରେ ଏଇଭଳି ଇଣ୍ଟରଫେସ୍ ଶୋ କରିଛି। ଆଉ ଏଠି ଆମକୁ କ'ଣ କରିବାକୁ ପଡ଼ିବ, ଆମ ଓଡ଼ିଶା ଦେଖିବାକୁ ପଡ଼ିବ। ଏଠି ସାଇଟ୍ରେ ଦେଖିପାରୁଥିବେ ଓଡ଼ିଶା ଲେଖାଯାଇଛି। ଆଉ ଏଠାରେ ଆମକୁ ଓଡ଼ିଶାର ଯେଉଁ ବ୍ଲୁ କଲର୍ରେ ଲେଖାଯାଇଛି ଆଉ ଏ ଓଡ଼ିଶା ଉପରେ ଆମକୁ ଟଚ୍ କରିବାକୁ ହେବ। ତେବେ ଏ ଓଡ଼ିଶା ଉପରେ ଟଚ୍ ଯେମିତି ମୁଁ କରିଦେଉଛି, ଆମର ଡିଷ୍ଟ୍ରିକ୍ଟ ଯେତେ ବି ଆମ ଓଡ଼ିଶା ସାରା ଡିଷ୍ଟ୍ରିକ୍ଟ ଅଛି ସମସ୍ତ ପୁରା ଏଠି ଶୋ କରିବ। ତେବେ ଆମର ଡିଷ୍ଟ୍ରିକ୍ଟ କେଉଁଟା ସେଇଟା ଆମେ ବାଛିବା। ଆଉ ଦେଖନ୍ତୁ ଏଠି ମୁଁ ମୋର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିଦେଉଛି, ଆପଣ ଆପଣଙ୍କର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିଦିଅନ୍ତୁ। ଏତିକି ସିଲେକ୍ଟ କରିଦେଲା ପରେ ଏଠି ଉପରେ କ୍ଲିକ୍ କରିଦେଇଛି ଡିଷ୍ଟ୍ରିକ୍ଟ ଉପରେ। ଆଉ ଆମର ବ୍ଲକ୍ ସବୁ ଆସିଯାଉଛି। ତାପରେ ବ୍ଲକ୍ ଉପରେ ଆମେ କ୍ଲିକ୍ କରିଦେବା। ତାପରେ ଆମକୁ ଆମ ପଞ୍ଚାୟତ ସାରା ପୁରା ଆମ ବ୍ଲକ୍ ସାରା ଯେତେ ପଞ୍ଚାୟତ ଅଛି ସବୁ ପଞ୍ଚାୟତ ମାନଙ୍କର ଲିଷ୍ଟ ଏଠି ଶୋ କରିବ। ତେବେ ଆପଣଙ୍କୁ ଏଠି କ'ଣ କରିବାକୁ ପଡ଼ିବ, ଗୋଟେ ଅଲଗା ତରିକା ରହିଛି। ତ ଭିଲେଜ ପଞ୍ଚାୟତ ଆଣ୍ଡ ଇକ୍ୱିଭାଲେଣ୍ଟର ଅପସନ୍ ଶୋ କରୁଛି ଆଉ ଏଠି ଆମକୁ ଲିଙ୍କ୍ ଶୋ କରୁଛି। ତେବେ ଆମ ପଞ୍ଚାୟତ କେଉଁଟା ସେଇଟା ଆମେ ସର୍ବପ୍ରଥମେ ଦେଖିବା। ଆମ ପଞ୍ଚାୟତ ଯେଉଁଟା ଥିବ ସାଇଡ଼୍ରେ ଦେଖନ୍ତୁ ଲାଷ୍ଟରେ ଲିଙ୍କ୍ ରହିଛି, ଏ ଉପରେ ଆମକୁ କ୍ଲିକ୍ କରିବାକୁ ପଡ଼ିବ। ତେବେ ଏଠି ମୁଁ ଯେମିତି କ୍ଲିକ୍ କରିଦେଇଛି ଏଠି ଆସିଯାଉଛି ମାସ, ଯେଉଁ ମାସମାନଙ୍କର ରିପୋର୍ଟ ଅଛି ସେ ମାସମାନଙ୍କର ଆପଣମାନେ ଦେଖିପାରିବେ। ଆଉ କେଉଁଟା ଦେଖିପାରିବେନି, ଯଦି ଏଇଟା ଆମେ ଡିସେମ୍ବର ଶେଷ ଯାହାକି ଜାନୁଆରୀରେ ଦେଖିପାରିବା ଡିସେମ୍ବର ମାସର ସବୁ ଅପସନ୍ ଶୋ କରୁଛି, ନଭେମ୍ବରର ବି, କିନ୍ତୁ ଡିସେମ୍ବର ଆପଣ ଦେଖିପାରିବେନି, ଜାନୁଆରୀର ଦେଖିପାରିବେନି, ସେଇଟା କମ୍ପ୍ଲିଟ୍ ହେଇନାହିଁ। ଆଉ ଆପଣମାନେ ନଭେମ୍ବର 2024ର ଦେଖିବାକୁ ଚାହୁଁଥିଲେ ନଭେମ୍ବର 2024ରେ କ୍ଲିକ୍ କରିଦେବେ ଆଉ ରିପୋର୍ଟ ଆପଣଙ୍କୁ ମୋବାଇଲରେ ମିଳିଯିବ। ତ ଦେଖନ୍ତୁ ଏଠି ବହୁତ କମ୍ ଅପସନ୍ ଶୋ କରୁଛି ଆଉ ଆପଣମାନଙ୍କୁ ଦେଖିଦେଉଛି। ଆଉ ଯଦି ବ୍ୟାକ୍ ଆସିକି ଆଉ ଗୋଟେ ଅପସନ୍ ମୁଁ ସିଲେକ୍ଟ କରିଛି ଜୁଲାଇ କି ଜୁନ୍ର, ମୁଁ ଆପଣମାନଙ୍କୁ ଦେଖାଉଛି। ତେବେ ସେଇଟା ଦେଖିକି ଆପଣ ହୋସ୍ ଉଡ଼ିଯିବ, କାହିଁକିନା ବହୁତ ସାରା ଯେତେ ଖର୍ଚ୍ଚ ହେଇଛି ସେ ସବୁର ଲିଷ୍ଟ ଏଠି ଆମକୁ ଶୋ ହେଇଯାଉଛି। ତେବେ ଦେଖନ୍ତୁ ଏଠି ଜୁଲାଇ ମାସର ଏତିକି ତାରିଖ ଦିନ ଏତିକି ଟଙ୍କା ଖର୍ଚ୍ଚ ହେଇଛି। ଆଉ ତା ସହିତ କ'ଣ ପାଇଁ, PDS ପାଇଁ
आउ मधुबाबू पेंशन योजना पाई केते खर्च होईଛି ସେଇଟା ବି ଏଠି ଆମେ ଦେଖିପାରିବା। ତ ଦେଖନ୍ତୁ ଏଇଭଳି ଭାବରେ ରିପୋର୍ଟ ଶୋ ହେଇଯିବ। ତେବେ ଆପଣମାନେ ଗୋଟେ ଗୋଟେ କରି ଦେଖିପାରିବେ। ଆଉ ସେ ରିପୋର୍ଟ ଉପରେ ମଧ୍ୟ ଦେଖନ୍ତୁ ଭାଉଚର ନମ୍ବର ଉପରେ ଆପଣମାନେ କ୍ଲିକ୍ କରିଦେବେ। ତାହେଲେ କାହାକୁ ଯାଇଛି ସେ ଟଙ୍କା କ୍ୟାସ୍ ମାଧ୍ୟମରେ ଯାଇଛି କି ଆକାଉଣ୍ଟ ମାଧ୍ୟମରେ ଯାଇଛି ସେଇଟା ବି ଆପଣମାନେ ଜାଣିପାରିବେ। ଏତିକି ସହଜ ହେଇଯାଇଛି ଆପଣ ନିଜ ମୋବାଇଲରେ ଚେକ୍ କରିପାରିବେ ଏସବୁ। ତେବେ ଆପଣମାନେ ଆପଣଙ୍କ ପଞ୍ଚାୟତରେ କେମିତି ଆପଣଙ୍କ ପଞ୍ଚାୟତରେ କେତେ ଖର୍ଚ୍ଚ ହେଇଛି ଆପଣମାନେ ଜାଣିପାରିବେ। ଆଉ ଏଇଟା ଆପଣମାନେ ଦେଖିପାରିଲେ କି ନାହିଁ ଆପଣମାନେ କମେଣ୍ଟ କରିକି କହିବେ।